ଉପରେ ରଜନୀବଧୂର ଧବଳ ଉତ୍ତରୀୟ ଜ୍ୟୋତ୍ସ୍ନା ଆଉ ତଳେ ତାର ରମ୍ୟ ପୃଥିବୀ। ମହାନଦୀର ପରିଚ୍ଛନ୍ନ ଜଳରାଶିରେ କୌଣସି ଏକ ଶାରଦୀୟ ସନ୍ଧ୍ୟାରେ ଜ୍ୟୋତ୍ସ୍ନା ବିହାର କରୁଥିବା ପ୍ରେମିକ କବି ମାୟାଧର ମାନସିଂହଙ୍କର ବିମୁକ୍ତ କଳ୍ପନା ସୃଷ୍ଟି କରିଥିଲା ମହାନଦୀର ଜ୍ୟୋତ୍ସ୍ନା ବିହାର କବିତା। ବର୍ଷା ପ୍ରକୃତିର ଯାବତୀୟ ଆବିଳତାକୁ ସ୍ୱଚ୍ଛ ଓ ଶୁଭ୍ର କରି ଶରତରେ ଆକାଶରୁ ଅପସରି ଯାଏ କଳାମେଘର କଳା ଓଢ଼ଣୀ। ଶରତ ଆସେ ନିର୍ମଳ ଆକାଶରେ ସଫେଦ ବାଦଳର ଭେଳା ବସାଇ, ନଦୀପୀଠ ଓ ହିଡ଼ କଡ଼ରେ ଶାନ୍ତ କାଶତଣ୍ଡି ଫୁଲର ଧବଳ ହାଟ ବସାଇ, ସ୍ୱେଚ୍ଛାଚାରିଣୀ ତଟିନୀର କ୍ରୋଧକୁ ଶାନ୍ତ କରି ଶରତ ତାର ନିର୍ମଳ ଜଳରାଶିରେ ସୃଷ୍ଟି କରେ ଚୁନା ଚୁନା ସ୍ନିଗ୍ଧ ତରଙ୍ଗ ରାଶି। ସବୁଜ କ୍ଷେତ୍ରରେ ଭରିଦିଏ ହରିତାୟନ ଶୋଭା। ପୁରବାସୀଙ୍କ ପ୍ରାଣରେ ଭରିଦିଏ ପାର୍ବଣର ଆଡ଼ମ୍ବର। ବାସ୍ତବରେ ପ୍ରକୃତି ରାଣୀର ରାଜବଧୂ ଶରତ। ଦିବସ ପରି ଶରତର ସନ୍ଧ୍ୟା ମଧ୍ୟ ବେଶ ମନମୋହକ। ଦିବସର ଖେଳ ଶେଷ କରି ନିର୍ମଳ ପଶ୍ଚିମ ଆକାଶରେ ବିଦାୟୀ ସବିତାଙ୍କ ସ୍ୱର୍ଣ୍ଣାଭ କିରଣ ଆଉ ପୂର୍ବ ଆକାଶରେ ଉଦୀୟମାନ ଦ୍ୱିଜ ରାଜଙ୍କର ଶୁଭାଗମନ ବୈଚିତ୍ର୍ୟ ବିମଣ୍ଡିତ କରାଏ ପ୍ରକୃତି ଓ ପରିବେଶକୁ। ସୁଭାଷିତ କୁସୁମମାନଙ୍କର ବାସ୍ନାରେ ସୁରଭିତ ହୋଇ ଉଠେ ଶରତ ସନ୍ଧ୍ୟାର ମୃଦୁମନ୍ଦ ହିଲ୍ଲୋଳିତ ବାୟୁ। ଶରତ ଆକାଶରେ ଏଠି ଅନିର୍ବଚନୀୟ ସୌନ୍ଦର୍ଯ୍ୟ ସନ୍ଦର୍ଶନରେ ଭକ୍ତ କବି ମଧୁସୂଦନ ରାଓଙ୍କର କବିପ୍ରାଣ ଗାଇ ଉଠିଥିଲା। ଖଣ୍ଡ ଖଣ୍ଡ ଧଳା ମେଘ ସୁନୀଳ ଆମ୍ବରେ ଭାସଇ ବୋଇତ ଯଥା ନୀଳ ସମୁଦ୍ରରେ।